ଐତିହ୍ୟ ପରମ୍ପରାର ଦର୍ଶନର ହୋଳି ଦୋଳ ପର୍ବ। ଭଗବାନ ଶ୍ରୀକୃଷ୍ଣ ଶ୍ରୀ ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଫାଲ୍ଗୁନ ମାସ ପୂର୍ଣ୍ଣିମା ଦିନ ପାଳିତ ହେଉଥିବା ଦୋଳ ପର୍ବ ଓଡ଼ିଶାର ପରମ୍ପରା ଓ ଇତିହାସ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଋତୁରାଜ ବସନ୍ତର ପବିତ୍ର ଆଗମନରେ ଶହ ଶହ କୋଇଲିର କୁହୁ କୁହୁ ପବିତ୍ର ଧ୍ୱନି ଓ ଆମ୍ବ ବୃକ୍ଷର ଭୂମିକୁଟି କଲିକା ଭିତରେ ପ୍ରେମମୟ ଶ୍ରୀ ରାଧାକୃଷ୍ଣ ଦୋଳଯାତ୍ରାରେ ବିମାନରେ ଝୁଲି ଝୁଲି ପ୍ରେମର ଯୁଗଳ ମୂର୍ତ୍ତି ପ୍ରେମୀକୁ ବିଦ୍ୟାଶୀର୍ବାଦ ଦେବା ପାଇଁ ଘରେ ଘରେ ପହଞ୍ଚିଛି ଓଡ଼ିଆଣୀର ହାତ ତିଆରି ପିଠାପଣା ଖାଇବାକୁ ଭୁଲି ନାହାନ୍ତି। ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ ଶ୍ରୀ ରାଧାକୃଷ୍ଣଙ୍କ ନିକଟରେ ଅବିର ଅର୍ପଣ କରାଯାଇ ଶ୍ରୀ ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଦୋଳଯାତ୍ରା ଅବସରରେ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିଭିନ୍ନ ଶୋଭାଯାତ୍ରାରେ ଘରୁ ଘର ବୁଲି ପ୍ରସାଦ ବଣ୍ଟନ କରିଥାନ୍ତି। ଦୋଳ ପୂର୍ଣ୍ଣିମାର 5 ଦିନ ପୂର୍ବରୁ ପଞ୍ଚୁଦୋଳ ଏବଂ ଦୋଳ ପୂର୍ଣ୍ଣିମା ପରେ ମଧ୍ୟ କେତେ ସ୍ଥାନରେ ଏହି ପର୍ବ ପାଳିତ ହୋଇଥାଏ। ଦୋଳ ପର୍ବରେ ଶ୍ରୀ ରାଧା ଗୋବିନ୍ଦ ମେଳଣ ଅନୁଷ୍ଠିତ ହୋଇଥାଏ। ଭଗବାନ ଶ୍ରୀ ରାଧାକୃଷ୍ଣଙ୍କୁ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥାଏ ଓ ଫଗୁ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଦୋଳ ଗୋବିନ୍ଦଙ୍କର ଯାତ୍ରା ଏବଂ ନଗର ପରିକ୍ରମା ଦୋଳ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ଦୋଳ ଉତ୍ସବ ହିନ୍ଦୁ ସମାଜକୁ ଏକତା, ସଂଗଠନ, ଧର୍ମ ତ୍ୟାଗ, ତପସ୍ୟା ଓ ଐତିହାସିକ ପରମ୍ପରାକୁ ସୁରକ୍ଷା ଦେବା ଲାଗି ସଦା ତତ୍ପର ସଜାଗ ରହିବାକୁ ଶିକ୍ଷା ଦେଇଥାଏ। ଦୋଳଯାତ୍ରାର ପ୍ରଥମ ଦିନକୁ ଫଗୁ ଦଶମୀ କୁହାଯାଇଥାଏ। ଏହା ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଦିନ ପାଳିତ ହୋଇଥାଏ। ଫଗୁ ଦଶମୀ ପରଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଲୀଳା ଆରମ୍ଭ ହୋଇଥାଏ। ଫଗୁ ଦଶମୀ ଦିନ ଦୋଳ ବିମାନରେ ଶ୍ରୀ ରାଧାକୃଷ୍ଣ, ଲକ୍ଷ୍ମୀ, ସରସ୍ୱତୀ ଦୋଳବେଦୀକୁ ବିଜେ କରିଥାନ୍ତି। ଏମାନେ ପାଳଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ବଲ୍ଲଭ ଉଦ୍ୟାନକୁ ଖେଳ ଖେଳିବାକୁ ଯାଇଥାନ୍ତି। ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳ ଦେବତା ପହଞ୍ଚିବା ପରେ ଫଗୁ ଲାଗି ହୋଇଥାଏ। ସେଠିରେ ସୁବାସିତ ପୁଷ୍ପ ଓ ଲାଲ ବେଶରେ ପୂଜାର୍ଚ୍ଚନା ପରେ ଠାକୁରଙ୍କ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ପବିତ୍ର ହୋଳି ଉତ୍ସବ ଓଡ଼ିଶାରେ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ଦିନରୁ ଆରମ୍ଭ ହୋଇଥାଏ। ଏହି ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାଚେରି ବେଶ ହୁଏ। ଦୋଳ ଉତ୍ସବ ଉପଲକ୍ଷେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଦୋଳମଣ୍ଡପକୁ ବିଜେ କରିଥାନ୍ତି। ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ରାଜବେଶ ଅନୁଷ୍ଠିତ ହୁଏ ଓ ଶ୍ରୀ ଚୈତନ୍ୟଦେବଙ୍କ ଜନ୍ମ ଦୋଳ ପୂର୍ଣ୍ଣିମାରେ ହୋଇଥିବାରୁ ଗୌଡ଼ୀୟ ମହାଲମ୍ବୀ ଭକ୍ତଗଣ ଏହି ଦିନଟିକୁ ମହୋତ୍ସବର ଦିନ ରୂପେ ପାଳନ କରିଥାନ୍ତି। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ଦୋଳଯାତ୍ରା ବା ହୋଲି ଆରମ୍ଭ ହୋଇଥିଲେ ହେଁ ଦୋଳ ପୂର୍ଣ୍ଣିମା ଦିନ ମେଳଣ ସମାପ୍ତ ହୋଇଥାଏ। ଦୋଳ ପୂର୍ଣ୍ଣିମା ପରେ ଅନେକ ସ୍ଥାନରେ ମେଳଣ ମହୋତ୍ସବ ପାଳନ କରାଯାଇଥାଏ। ଏହାକୁ ଦଶ ଦୋଳ କୁହାଯାଏ। ପାରମ୍ପରିକ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ସୌନ୍ଦର୍ଯ୍ୟର ପ୍ରତୀକ ହେଉଛି ହୋଲି ଖେଳ। ସମ୍ପ୍ରତି ମାନବୀୟ ମୂଲ୍ୟବୋଧ ଏକ ସନ୍ଧିକ୍ଷଣରେ ପହଞ୍ଚିଥିବା ସମୟରେ ହୋଲିର ପବିତ୍ର ରଙ୍ଗ ସମସ୍ତଙ୍କ ଜୀବନରେ ପବିତ୍ର ମୁହୂର୍ତ୍ତ ଓ ଦାୟିତ୍ୱବୋଧକୁ ରଙ୍ଗାୟିତ କରିପାରିଲେ ତାହା ହିଁ ହେଉଛି ଯଥାର୍ଥ ଓ ପବିତ୍ର ହୋଲି। ଷ୍ଟେଟ୍ କ୍ରାଇମ୍ ବ୍ୟୁରୋ ଚିଫ୍ ଉମାଶଙ୍କର ମିଶ୍ରଙ୍କ ରିପୋର୍ଟ, ସଲିଡ୍ ନ୍ୟୁଜ୍।